ତ ହେଇଛି ଧନ୍ୟବାଦ। ରତିକାନ୍ତ ମହାନ୍ତି ଖାଲି ସାମ୍ବାଦିକ ନଥିଲେ, ଭୁବନେଶ୍ୱର ଜଣେ ସିନିୟର ନାଗରିକ ଥିଲେ। ତାଙ୍କର ମୋର ପରିଚୟ ହୁଏ 45 ବର୍ଷ ତଳେ। ସେ ଦୀର୍ଘ 40 ବର୍ଷ ଧରି ସାମ୍ବାଦିକତା କରିଛନ୍ତି ନିର୍ଭୟରେ। ଏବଂ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ, ଏକଦମ ଅନେଷ୍ଟ ମ୍ୟାନ୍। ଅନେଷ୍ଟ ମାନେ ପାଏ। ବହୁବାର ମୁଁ ତାଙ୍କୁ ଆର୍ଥିକ ଦେଇଛି, ସେ ମୋତେ ଫେରେଇଛନ୍ତି, ସୁର ଭାଇ ମୋ ଶ୍ରଦ୍ଧାରେ ଆମ୍ ଚାଣୁଛ, ମୁଁ ତମକୁ ଯେଉଁ ଭଲ ପାଏ ତମେ ପଇସା ଦେବା ଦ୍ୱାରା ଏଇଟା ଆଞ୍ଚ ଆସୁଛି। କାଲି ଭଳିଆ ମନେ ପଡ଼ୁଛି ମୋତେ କହିଥିଲେ ଜଣେ ଭାରି ଭଦ୍ର, ସରଳ, ମିଳାପି ଏବଂ ପ୍ରକୃତ ତଥ୍ୟ ଜଣେ ସାମ୍ବାଦିକ ହିସାବରେ କାହାକୁ ଭୟ ନ କରି, କାହାକୁ ଖାତିର ନ କରି ରାଜ୍ୟର ଡେଭଲପମେଣ୍ଟ, ରାଜ୍ୟର ଯେଉଁ ଅସୁବିଧା ସୁବିଧା, ଭାରତବର୍ଷର ଡେଭଲପମେଣ୍ଟ, ଭାରତବର୍ଷର ଅସୁବିଧା ସୁବିଧା, ଲୋକଙ୍କର ଅସୁବିଧା ସୁବିଧା ସବୁ ପ୍ରକାର ଉତ୍ଥାପନ ସେଇ ପେପର ଜରିଆରେ ସେ ଲୋକଲୋଚନକୁ ଆଣନ୍ତି। ଉଚ୍ଚ କୋଟିର ସାମ୍ବାଦିକ ଥିଲେ। ତାଙ୍କ ଆତ୍ମାର ସଦ୍ଗତି ହେଉ। ଜଗନ୍ନାଥ ତାଙ୍କୁ ପରିବାରକୁ ଶକ୍ତି ଦିଅନ୍ତୁ। ତାଙ୍କର ଝିଅ ଅଛନ୍ତି ସବୁ, ସେ ନିଜ ଗୋଡ଼ରେ ଠିଆ ହୁଅନ୍ତୁ, ଖୁବ୍ ଭଲ ହେବ।